ভাই লাগি আনবি রে ভাই না ଆଉ ନେଇକି ପକ ହଁ ମୁଁ ବାଜି ନା ଧରିକି ଯିବ ହରି ଆଘା ଆଘା ଯୋଉଠି ତମ ନଈ ପଟ ଟିକେ श्राद्धं संकल्पकाल भवन्ति ओर्णमाहं श्री विष्णु 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 शुक्लां प्रधर विष्णु शशिवर्णचतुर्भुजं प्रसन्नवदनं ध्याय स्मृतेन सकलकल्याणं भार्गवत्वदायतेन पुरुषोत्तमनित्यं वदामि शरणहरि शङ्ख चक्र गदा पाणि द्वारिका विलयतुत्यहं गोविन्दं पुण्डरीकाख्यं रक्षवान् शरणागत हद्यहन विशिष्टायां भूप्रदेशे आलू बागण सारू कदली सब आण गोटे थाली आण भूप्रदेशे आषाढ़ मास शुक्लपक्ष अद्यहं षष्ठी तिथु उत्तरा फाल्गुन नाम नक्षत्रे सिंह राशि चंद्रमसी कर्कट राशि श्री भास्करे आदित्य मधु मधुवातारुधयन्ति मधु किरन्ति सिन्धवा मार्धनं सन्तोषोधि मधुनक्तमृतंशोष मधुमान पार्थिविरजः मधुरस्तनो पीता मधुमानवस्तु सूर्य माधुरुगा भवन्तु नः समगं प्रसूशिष्यं देवस्य विश्वं भगवतेन मुढितं फाइनाली आमे आसी पहुँची गलु पुरी समुद्र कूल जहाँ को महोदधी बोली कहुए तो ये महोदधी में आज पहुँची गलु आज आम प्रोग्राम कौन था ना आम जो जेजे और जेजेमा तांकर अस्थि विसर्जन तो अस्थि विसर्जन करने बाबा सहित आम अपा अच्छी बर्तमान महोदधी में अस्थि विसर्जन कर निश्चित भाव में यह एक खुशी विषय निश्चित भाव में तो फाइनाली बर्तमान अस्थि विसर्जन तो अस्थि विसर्जन महोदधी कर सारापर प्रोग्राम है जे मैंने आम कौन करूँ ना लंडा हो तो निश्चित भाव आम छुट्टी काटी पूरा लंडा है जगह दर्शन करूँ जगह दर्शन कलापर घर को तो आपण मैंने तो जानूे तो ये रथयात्रा समय तो निश्चित भाव में आम गुंडीचा मंदिर जावाक पड़ो आ से गुंडीचा मंदिर में जगह को दर्शन करा पड़ो तो भाई ये भाग्य थे निश्चित भाव में ये पुरी को आसा पड़ता है
ଯେଉଁ ପବିତ୍ର ମାଟି, ସେ ଶରଦା ବାଲି, ସେ ମହୋଦଧି, ତ ନିଶ୍ଚିତ ଭାବରେ ଇଏ ମାନେ ବହୁତ ସୌଭାଗ୍ୟର କଥା। ତ ବର୍ତ୍ତମାନ ଚାଲିଛି ତାପରେ ଆଉ ଯୋଉ ଗାଡ଼ିର ବାହାରିବା ପାଇଁ ଗୋଟେ ଜଣ ରଖିଥିଲା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ ମୁଁ କାହିଁକି ଲଣ୍ଡା ହେଇଛି, ଆଉ ଆମର ଏ ଘରେ କାହିଁକି ଶ୍ରାଦ୍ଧ ଦିଆ ହେଉଥିଲା, ତାପରେ ସଂକୀର୍ତ୍ତନ ହେଉଥିଲା, ଆଉ ସଂକୀର୍ତ୍ତନ ଯେଉଁ ଭାଇମାନେ କରୁଥିଲେ ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଉଥିଲା। ତ କାହିଁକି ଏସବୁ ହେଉଥିଲା? ନିଶ୍ଚିତ ଭାବରେ ଆପଣଙ୍କ ମନରେ କନଫ୍ୟୁଜନ୍ ଥିଲା। ଯଦି ବି କନଫ୍ୟୁଜନ୍ ଅଛି ତାହେଲେ ମୁଁ ତାକୁ କ'ଣ କ୍ଲିଅର୍ କରିଦେଉଛି। ତେବେ ଶୁଣନ୍ତୁ। ତ ଆମର ଏଇ ଯେଉଁ ଆଷାଢ଼ ମାସ ହେରା ପଞ୍ଚମୀ ଦିନ ଆମ ଜେଜେମା ଆମକୁ ଛାଡ଼ି ଚାଲି ଯାଇଥିଲେ। ତ ଜେଜେ ତାଙ୍କ ପୂର୍ବରୁ ପଳାଇଥିଲେ। ତ ଜେଜେ ଆଉ ଜେଜେମାଙ୍କର ଅସ୍ଥି ବିସର୍ଜନ ପାଇଁ ଆମେ ସ୍ଥିର କରିଥିଲୁ ପୁରୀକୁ ଯିବା ପାଇଁ। ତ ସେଥିପାଇଁ ଯେତେବେଳେ ଜେଜେ ଆଉ ଜେଜେମାଙ୍କର ଅସ୍ଥି ବିସର୍ଜନ ପାଇଁ ଆମେ ବାହାରିଲୁ ପୁରୀ, ତ ସେହି ସମୟରେ ସେ ସଂକୀର୍ତ୍ତନ କରି ଆମେ ବାହାରିଲୁ। ତ ଯାଇ ପୁରୀ ପହଞ୍ଚିଲୁ। ପୁରୀ ପହଞ୍ଚିଲା ପରେ ବାବା ଆଉ ମୁଁ ଆମେ ଲଣ୍ଡା ହେଇଥିଲୁ। ତ ଇଏ ହେଉଛି କଥା। ମୁଁ ଆଶା କରୁଛି ଆପଣଙ୍କର ସବୁ କନଫ୍ୟୁଜନ୍ ଦୂର ହେଇଯାଇଥିବ। ତ ଭାଗ୍ୟରେ ଥିଲେ ନିଶ୍ଚିତ ଭାବରେ ଆପଣ ସେ ଯେଉଁ ପୁରୀ ଯାଇପାରିବେ। ପୁରୀର ବାଲି, ଶରଦା ବାଲି, ପୁରୀର ଦାଣ୍ଡ, ବଡ଼ ଦାଣ୍ଡ, ଆଉ ସେ ମହୋଦଧିରେ ଆମେ ଅସ୍ଥି ବିସର୍ଜନ କଲୁ। ତ ଇଏ ହେଉଛି ଭାଗ୍ୟର କଥା। ଆଉ ଯେହେତୁ ଏବେ ରଥଯାତ୍ରା ସମୟ, ତ ଆମେ ମହୋଦଧିରେ ଅସ୍ଥି ବିସର୍ଜନ କରି ଆମେ ଜଗା ଦର୍ଶନ କଲୁ ଗୁଣ୍ଡିଚା ମନ୍ଦିରରେ। ତ ନିଶ୍ଚିତ ଭାବରେ ଆଠୁ ଆଉ ବଡ଼ ଭାଗ୍ୟ ନାହିଁ। ତ ଯଦି ଆମର ଏ ଭିଡ଼ିଓଟି ଦେଖୁଛନ୍ତି, ଭିଡ଼ିଓଟି ଯଦି ନିଶ୍ଚିତ ଭାବରେ ଭଲ ଲାଗିଥିବ ତାହେଲେ ଜୟ ଜଗନ୍ନାଥ କମେଣ୍ଟ କରି ଆପଣ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ। Hi everyone, Jai Jagannath. My channel name is J4Jitu. Don't forget to subscribe, like and share my channel.